ତାଙ୍କ ଘରଟା କୋଉଠି? ଆକ୍ଚୁଆଲି କଲିକତା ସେପଟରେ ବାଂଲା ପାଖ ଲାଇନ୍ ଗୋଟେ। ବାଂଲାଦେଶ। ବାବା କହିଲେ ସିସି ଡିସ୍ ଖୋଲି ଦେଖନ୍ତୁ ମୁଁ କେଉଁ ଅନୀତି ଅତ୍ୟାଚାର କାର୍ଯ୍ୟ କରୁଛି ସେଥିରେ ମୋତେ ପନିସମେଣ୍ଟ ଦିଆଯାଉ। ଗଣେଶ ଡାକଲି କହିବେ ତମେ କୋଉଠି ଥିଲ ଆଗରୁ? ଆଗରୁ ମୁଁ ଥିଲି ଗୁଜୁରାଟରେ। ଗୁଜୁରାଟ। ତାପରେ କୋଉଠି ରହିଲା? ସେ ଆସି ମଠରେ ରହିଲି ବାବାଙ୍କ ପାଖରେ 20 ବର୍ଷ ରହିଲେ ବାବା ପାଖରେ। ବାବା ନାଁ କଣ? ରାଧା ଗୋବିନ୍ଦ ବଞ୍ଚାରୀ। ସେ ଗାଁ ନାଁଟା କଣ? ବାଲିକୁଦା। ପେଣ୍ଠ ବାଲିକୁଦ। ସେଠି ରହିଲ ରାଧା ଗୋବିନ୍ଦ ତାଙ୍କ ନାଁ। ତାଙ୍କ ଘରଟା କୋଉଠି? ଆକ୍ଚୁଆଲି କଲିକତା ସେପଟରେ ବାଂଲା ପାଖ ଲାଇନ୍ ବୋଧେ। ବାଂଲାଦେଶ। ବାଂଲା ଭାଷା ଭଳିଆ କହୁଛନ୍ତି ଆଉ। ତମେ ତାହେଲେ କଣ ପୁଅ ହେଇକି ରହିଲ? ହଁ କେତେ ଦିନ ରହିଲ? 20 ବର୍ଷ। ହଁ। କଣ ତା ବାବାଙ୍କର କହିବେ କଣ କେମିତି କଣ ସେ ଚଳନ୍ତି? ଏଇ ତାବିଜ ଡେଉରିଆ ଦଉଛି ଏଇ ଆଉ। ଆଉ କଣ କର? ଝିଅ କଣ? ଝିଅ ଉପରେ ଲଭ୍ କେସ୍ କରନ୍ତି। କେତେ ଟଙ୍କା ନିଅନ୍ତି? ନିଅନ୍ତି 12,000 13,000 14,000 ଲୋକ ଦେଖିକି ନିଏ ଆଉ। ନିଅନ୍ତି। ଦିନକୁ କି ବାର ତାଙ୍କ ବାର ଅଛି? ମଙ୍ଗଳବାର ଶନିବାର। ମଙ୍ଗଳବାର ଶନି 2ଟା ବାର ଅଛି। ସେ 2ଟା ବାର ହିଁ ପଇସା ନିଅନ୍ତି। ହୁଁ। କହିବେ କେତେ ଦିନ ହେଲା ତମେ ଥିଲ ତା ପାଖରେ କାହିଁ ପଳେଇ ଆଇଲ ପୁଣି? ଏ ବାହାର କରିଦେଲା ପଳେଇ ଆଇଲି ଆଉ। କାହିଁ ବାହାର କରିଦେଲ? ତମ ବିବାହିତ ଥିଲ ବା? ହଁ ବିବାହ ଥିଲି, ମୋ ସ୍ତ୍ରୀ ଥିଲା, ମୋ ପୁଅ ବି ସେଇଠି ହେଲା। ନାଇଁ ତ ଅପୋଜ କଲେ କି ଯୋଉ ବାବାଙ୍କର ଯୋଉ ପୁଣି ହଁ। ପାଟି କଲେ କାହିଁ ନାଇଁ କରୁଛ? ନାଇଁ ସେ ତାର ସାଙ୍ଗସାଥି ସବୁ ବୁଢାର ଚିହ୍ନା ପରିଚୟ ସବୁ ସେଇମାନେ ସବୁ ମନା କଲେ ମୁଁ ପଳେଇ ଆଇଲି ମୋର ଆସିକି ରହିଲି ଦୋକାନରେ ଆଉ। ରହିଲ। ସେ ଜାଗାରେ ଗଭର୍ଣ୍ଣମେଣ୍ଟ ଜାଗା ନା କୋଉ ସେଟା ଜାଗା? ଗଭର୍ଣ୍ଣମେଣ୍ଟ ଜାଗା। ଗଭର୍ଣ୍ଣମେଣ୍ଟ ଜାଗା। ଗାଁ ବେଲାର ଗୋଚର। ଗୋଚର। ତମକୁ ସେ ହଇରାଣ କଲା। ହଁ। ତମ ସ୍ତ୍ରୀ କୁଆଡେ ଗଲା? ମୋ ସ୍ତ୍ରୀ ତାଙ୍କ ଘରେ। ତମେ ଛାଡି ଦେଇଗଲେ। ହଁ। ତମର ପିଲାପିଲି କେତେ? ଗୋଟେ। ବାବା ତମକୁ ପଇସା ଦିଅନ୍ତି? ବିଲକୁଲ ଟଙ୍କା। ଖାଲି ଖଟେଇବ? ହଁ। ତ ତାଙ୍କ ରୋଜଗାର ଏଇଆ? ହଁ ରୋଜଗାର ବଢିଆ ରୋଜଗାର ଅଛି। ରାଧା ଗୋବିନ୍ଦ ବଞ୍ଚାରୀ। ତାକୁ ଡାକନ୍ତି ହଲିଆ ବାବା। ମାନେ ସେ ପୁଅ ଝିଅ କଣ ମାନେ ଲଭ୍ କେସ୍? ଲଭ୍ କେସ୍ ସବୁ ଘର ବିଷୟ ସବୁ କରେ। କୋଉଠୁ ଆସନ୍ତି? କୋଉ ରାମନଗର ଖନାଜି ବହୁତ ଆଡେ ଆସନ୍ତି। ହଁ। କେତେ ଟଙ୍କା ମାନେ ସେ ନିଏ ଗୋଟେ ଜଣକୁ? ଗୋଟେ ତାବିଜରେ ବଡ ଲୋକିଆ ଦେଖିଲେ 20,000 25,000। ପଇସା କୋଉଠି ଫେରେଇଥିଲେ କୁଆଡେ? ସେ ହଁ ଇଏ ଟାଇମରେ ବହୁତ ଫେରେଇଛନ୍ତି, ବହୁତ ନେଇଛନ୍ତି। ହଁ। ହେଲେ ପଇସା ନିଅନ୍ତି? ହଁ ହେଲେ କାଁ ଭାଁ ଫେରାନ୍ତି। ଦିଅନ୍ତିନି? ବିରୋଧ କର ତମେ ତାକୁ? ନା ମୁଁ କିଛି କହେନା, ସେ ମତେ ଦେଖାଏ କଣ? ମତେ ଦେଖାଏନି। ତମେ ଦେଖନ୍ତି ନିଜେ ଦେଖ କଣ ହଉଛି? ମତେ ବହୁତ ହଇରାଣ କରୁଛି, ମୁଁ ବହୁତ ହଇରାଣ ସେଠି ହେଇଛି। ମଣିଷ ମୁଣ୍ଡ ଯୋଉ ଥାଏ ସେ ସବୁ ଫୋପାଡୁଛନ୍ତି ସାରଥି କେସ୍ ସବୁ। ଥିଲା ମଣିଷ ମୁଣ୍ଡ? ହଁ। ତମେ ଦେଖିଛ? ହଁ। କେତେଟା ମୁଣ୍ଡ ଥିଲା? 2ଟା। କିଏ ମାନେ ବଡ ମୁଣ୍ଡ? ସେ ମୁଣ୍ଡ କଣ କରେ? ଫୋପାଡି ଦେଲା କଣ ଦେଖାଏ ଭୂତ ପେତକୁ ଦେଖାଏ। ମୁଣ୍ଡ ଥିଲା 2ଟା ସେ ଘର ଭିତରେ। ସାରା ଦିନ ତାପରେ ଯାତ୍ରା ଟାଇମରେ ମୁଁ ଯେତେବେଳେ ଯାଇଥିଲି ସେଇ ଟାଇମରେ ମୁଣ୍ଡ ଥିଲା ବା? ହଁ ହଁ ସେଇଟା ନା ଏ ବର୍ଷ ନୁହଁ। ସିଏ ଯୋଉ ସାରଥି ଧରିବାକୁ ଥିଲା, ଧରା ପଡିଲା ମାସେ ପରେ ପଡିଲା। ମୁଣ୍ଡ ଥିଲା ତାର 2ଟା। ଆଉ କଣ ଥିଲା? ହାଡ ଫାଡ ଥିଲା? ନା ହାଡ ଫାଡ ମୁଁ ଦେଖିନି, ମୁଣ୍ଡ 2ଟା କିନ୍ତୁ ଫୋପଡା ହେଇଛି। ସେଠି କିଛି ବଳି ଫଳି ଦିଏ? ନା ନା ବଳି ଫଳି ନାହିଁ, ଏଇ ସବୁ ରଖେ ତାନ୍ତ୍ରିକ କରେ ଆଉ। ତମେ 20 ବର୍ଷ ଥିଲ। ତମ ନାଁ ହେଲା? ଗଣେଶ। ଗଣେଶ। ତମ ବାପାଙ୍କ ନାଁ କଣ? ତାଙ୍କ ନାଁ ସିଏ ବାପା ହେଇଛନ୍ତି ରାଧା ଗୋବିନ୍ଦ ବଞ୍ଚାରୀ। ହଳଦିଆ ବାବା। ତମ ବାପାଙ୍କୁ ପୁଅ କରିଥିଲେ। ତମ ଅଧାରୁ ବିଦା କରିଦେଲେ। ତମେ ଏହା କୋଉଠି ଅଛ? ମୁଁ ଏ କେନ୍ଦ୍ରାପଡ଼ା ଦୋକାନ ଫୋକାନ ରହୁଛି। ଠିକ। ମୁଁ ବଛରେ ପଞ୍ଚାୟତ ପେଣ୍ଠ ବାଲିକୁଦା ଗ୍ରାମର ଅରବିନ୍ଦ ନାୟକ। ସିଏ ତାଙ୍କର ବ୍ୟକ୍ତିଗତ ତହସିଲଦାରଙ୍କ ପାଖରେ ଯେଉଁ ଯାଇ ରିପୋର୍ଟ ଦେଇଥିଲେ ଯେ ଆମେ ତହସିଲଦାର ବି ମୋତେ ଫୋନ୍ କରିଥିଲେ, ଆଉ RI ବି ଫୋନ୍ କରିଥିଲେ, କହିଲେ ଯେ ତୁମ ମଠରେ ଗୋଟେ ଅଭିଯୋଗ ଆସିଛି ଆଉ ଏଇଭଳିଆ ଇଏ ହେଇଛି। ମୁଁ ଆସି ବାବାଙ୍କୁ ପଚାରିବାରୁ ବାବା ମୋତେ କହିଲେ ଯେ ସିଏ ମୋତେ ଆସିକିରି କହିଲା ଫିଷ୍ଟି କରିବା ପାଇଁ। ମୁଁ କହିଲି ଏଠି ଆଇଁଷ ଫିଷ୍ଟି ହେଉନି, ଆଇଁଷ ଫିଷ୍ଟି ନ ହେଇ ତୁମେ ସାଧା ଯଦି କରୁଛ କର। ସେଥିପାଇଁ ସିଏ ଯାଇକିରି ଗୋଟେ ମିଛ ପ୍ରତିଶ୍ରୁତି ଯାଇ ତହସିଲଦାରଙ୍କ ପାଖରେ ଦେଇଥିଲା। ତହସିଲଦାର ନିଜେ ଇନକ୍ୱାରି ପାଇଁ ପଠାଇଥିଲେ RI କି। RI ଆସିକିରି ଏଠି ନିଜେ ଇନକ୍ୱାରି କରି ଏଠି ଆମର ଲାଗିଛି CC କ୍ୟାମେରା ଲାଗିଛି। ବାବା କହିଲେ CC ଡିସ୍ ଖୋଲି ଦେଖନ୍ତୁ ମୁଁ କେଉଁ ଅନୀତି ଅତ୍ୟାଚାର କାର୍ଯ୍ୟ କରୁଛି ସେଥିରେ ମୋତେ ପନିସମେଣ୍ଟ ଦିଆଯାଉ। ବାବା ଆସି 35 ବର୍ଷ ହେଲା ରହିଲେଣି। ଆମର ଏଇଟା ପୁରୁଣା ଅନୁଷ୍ଠାନ, ଆମର ଯେଉଁ ଭାଇ ଆଗରୁ କହିଲେ ହଁ ଗାଁ ଅନୁଷ୍ଠାନ। ଆମର ଏଠି ମନସା ପୂଜା ପାଆନ୍ତି, ପ୍ଲସ୍ ଆମର ହାଟ ଥିଲା, ସବୁ ପ୍ରକାର ଚାଲିଥିଲା। ଆମେ ବହୁତ ଗାଁରୁ ଚାନ୍ଦା ବେଦା କରି ବାବାଙ୍କୁ ଯେତେବେଳେ ଆଣି ରଖିଲୁ, ବାବାଙ୍କୁ ପୂଜା କରିବା ପାଇଁ ରଖିଲୁ। ଆଉ ବାବାଙ୍କୁ ବି ସାଥିରେ ନେଇ ଆମେ ପଞ୍ଚାୟତ ସାରା ଚାନ୍ଦା ବେଦା କରିକିରି ଆଣି ଯଜ୍ଞ ବି କରୁଛୁ, ବହୁତ ଭଲ କାର୍ଯ୍ୟ ବି କରୁଛୁ। ଆଦେହରେ କୌଣସି ମାନେ ଇଏ ନାହିଁ, ଶୁଦ୍ଧ ମିଥ୍ୟା ଅଭିଯୋଗ। ଆଉ ସିଏ ତାର ମନରୁ ଗୋଟେ ମିଥ୍ୟା ଅଭିଯୋଗ ବାହାର କରିକିରି ଏଇ ଜିନିଷ କରୁଛି। ଆଉ ତହସିଲଦାର ନିଜେ ବି ଆକୁ ଇନକ୍ୱାରି ନେଇଛନ୍ତି। ବାବା କହନ୍ତି ଗାଁ ଲୋକ ଯଦି କହନ୍ତି ଭଲ ନ ପାଏ ଆଉ ତା ନିଜର ଘରେ ସେ ପଳିବେ। ଅଭିଯୋଗ କରୁଛନ୍ତି। ଅଭିଯୋଗ ସବୁ ଗାଁ ଲୋକ କହୁଛନ୍ତି ଇଆଡେ ରହିବା ପାଇଁ। ସବୁ ଲୋକ
ଗାଁ के लोक केही जण नाही ଇଆଡେ ନାଇଁ ସେ ଗାଁ ଲୋକ କେତେ ଲୋକ ଏଠି ରହିଛ ତମେ ମୁଁ ଏକାଠି ଅଛି ବାବା ଅଛି ଡିଆମାରି ପଳେଇଲେ ସେମାନେ କିଏ ଆଉ ସେ କାମ କରୁଛନ୍ତି ରାସ୍ତା କାମ କରୁଛନ୍ତି ମୁଁ ଏକାଠିଆ ଅଛି ବାବା ଥିଲା ବାବା ଗଲେ ଘରେ ଗଲେ ଆସିବେ ହେ କୁଆଡେ ଗଲେ ଘରେ ଗଲେ ଘରକୁ ଭଦ୍ରକ ଗଲେ ନା କୋଉଠି ନାଇଁ ଟିକେ ବୁଲିବାଲି ବାଂଲାଦେଶ ନାଇଁ କଲିକତା ମୋର ଘର ବାଂଲାଦେଶ କଥା କହିଲେ ହବ ହବନି ବାଂଲାଦେଶ ଅଲଗା ଅଲଗା ବର୍ଡରରେ ପଡିଛନ୍ତି ମୋର ଘର କୋଲକାତା 24 परगना तुम डिस्ट्रिक्ट नाम की रवींद्रनाथ मंडल हाँ आधार कार्ड अच्छी सब अच्छी बाबा के नाम की गोविंद मंडल मंडल हाँ मंडल तो दिछि ना ना इयाडे अलगा अलगा की नाम अलगा कास्ट देखि पट करिया को आइছে ओडिसा को पोटी मारिबा किछु नाही अलगा की नाम सब लोग भलो बे से लोग अछि बाबा की नाम दिछ अलगा नाम बाबा के नाम एखन की राधा गोविंद ब्रह्मचारी से अलगा तो बहुत के नाम हो तुम्हारे ओखन एक नाम ना ओखन से कास्ट नाही बा तार डाग नाम सियाड़ समिति बेटी बाबा आधार कार्ड बोलाइছো एबार मु जाने नहीं तुम जाने नहीं बाबा अछि मु आसिली देखिबा लोक नहीं याड केउ नाही तुम बाबा एकाठिया अछि रोसी बसी भलो मंद करि दउछंती मु अछि देखियो भाई मठ बाड़ी भक्त आसीचुलो हाँ भक्त आउचे ठाकुर कौन स्थानीय भक्त आसी कौन सब स्थान एमिते कोन जागा नहीं जे लोक आसे ओडिसा लोक सब लोक आसे ना बंगाल लोक आसे कोलकाता दी लोक आसे जेतो एतो अछि ए बालिकुदा ठारू जेतो पाटक ठारू जेतो लोक अछि सब भक्त जा जेतो प्रॉब्लम अछि ठाकुर बाकी आसी कर से दान ठाकुर जेती टंका से खुशी है तार निजर दान कर 10 टंका हो 100 टंका हो से दिसंती से सती बाबा चालू ଆପଣ ସେ ସବୁ ଦେଖିଥିବେ କିଛି ଦିନ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ମାର୍ସାଇ ଅଞ୍ଚଳର ପେଣ୍ଠ ବାଲିକୁଦା ଯୋଉ ବଛରେଇ ପଞ୍ଚାୟତ ଯାଉଛି ସେ ନେଇକି ଆମେ ଗୋଟେ ଖବର ପ୍ରସାରଣ କରିଥିଲୁ ସେଠି କିଛି ଦିନ ପୂର୍ବରୁ ମାନେ ବିଗତ ଦିନରେ ଥିଲେ ନାଲି ବାବା ସେ ବଙ୍ଗାଳୀ ଜଣେ ଥିଲେ ସେ ମନୀଷା ଦେବୀ ଠାକୁରଙ୍କୁ ପୂଜା କରନ୍ତି ଆମେ ନମସ୍କାର ହଉଛୁ ମନୀଷା ଦେବୀ କି ଯଦି ଆମର ଭୁଲ ଥିବେ କ୍ଷମା କରିବେ ସେ ନେଇକି ଆମେ ହଳଦିଆ ବାବାଙ୍କର କିଛି ଖବର ପ୍ରସାରଣ କରିଥିଲୁ କିଛି ସମାଜସେବୀ ଲୋକ ଆସିକରି ତହସିଲଦାରକୁ ମାର୍ସାଇ ତହସିଲ ଲେଖିତ ଆଶା ଦେଇଥିଲେ ଯେ କିଛି ସରକାରୀ ଜମିକି ମାଡି ବଇଛି ସେ ଆମେ ଖବର ପ୍ରସାରଣ କରିଥିଲୁ ସେ ନେଇକରି ପ୍ରଶାସନ ଆଉ ଯେ ସରକାର ଜମି କଣ ସେ ତାଙ୍କର ତା ଭିତରେ ବୁଝାବୁଝି ହେବେ ଆମର ତା ଦେହରେ କିଛି ଲେନଦେନ ନାହିଁ ଏଠି ପ୍ରଶ୍ନ ହଉଛି ଆମେ ଆଉଟା ତଥ୍ୟ ଆମ ପାଖରେ ପହଞ୍ଚି ନାଲି ବାବା ଗଲା ପରେ ଯୋଉ ହଳଦିଆ ବାବା ଆସିଲେ ସେଠିକି ଯୋଉ ବାଲିକୁଦା ପେଣ୍ଠ ବାଲିକୁଦା ଆଶ୍ରମ ବଛରେଇକୁ ସେ ହଳଦିଆ ବାବା ଯେଠୁ ଆସି ରହିଲେ ଗୁଜୁରାଟରୁ ଜଣକୁ ପାଳିତ ପୁଅ ହିସାବରେ କରିକି ଆଣିଲେ ଆଜି କି 25 ବର୍ଷ ହବ ସେ ପୁଅ ତାଙ୍କ ପାଖରେ ଥିଲା ତାଙ୍କ ନାଁରେ ଆଧାର କାର୍ଡ ତାଙ୍କ ନାଁରେ ସବୁ କରାଯାଇଛି କିନ୍ତୁ ବାବାଙ୍କର ଓରିଜିନାଲ ଆଧାର କାର୍ଡ କେହି ଦେଖିନାହାନ୍ତି ଯାହା ଆମେ କହୁନୁ ଯାହା ପାଳିତ ପୁଅ ଗଣେଶ ଲାଲ କହିଛନ୍ତି ପ୍ରଥମ କଥା ହଉଛି ଯେତେବେଳେ ଆମର ସାରଥୀ ବାବା ଧରା ହେଲେ ସେ ଟାଇମରେ ଯେତେବେଳେ ମୁଣ୍ଡକୁ ଯୋଉ ଦିଟା ମୁଣ୍ଡ ତାଙ୍କ ପାଖରେ ଥିଲା ମଣିଷ ମୁଣ୍ଡ ଆମେ କହିଲୁ ସେଇ ଟାଇମରେ ସେ ତାକୁ ତାନ୍ତ୍ରିକ କରନ୍ତି ବହୁତ ରାମନଗର ଖନ୍ନାସୀ ସବୁଆଡେ ଏବେ ବି ଲୋକ ଆସୁଛନ୍ତି କାହାର ମନକର ଝଗଡା ହେଲା କାହାର ବାଉତି ଲାଗିଲା କାହାର ଲଭ କେସ୍ ଅଛି କିଏ ଭଲ ପାଇଲା କିଏ ଛାଡି ପଳେଇଲା ସେ ନେଇ ବାବା ବେଶୀ ତାପରେ ଧ୍ୟାନ ଦିଅନ୍ତି ଆଉ ତାଙ୍କୁ ସକ୍ସେସ୍ କରିବା ପାଇଁ ଟଙ୍କା କିଛି ନିଅନ୍ତି 12,000 20,000 30,000 ନିଅନ୍ତି ଏ ନେଇକରି ବାବାଙ୍କ ଆକାଉଣ୍ଟ ଯଦି ଚେକ୍ କରାଯିବ ବାବା କେତେ ଟଙ୍କା ବି ରଖିଛନ୍ତି ଆପଣ ଜାଣିପାରିବେ ଆମେ ଚେକ୍ କରିବାର କଥା ନୁହଁ ସେ ପ୍ରଶାସନ ଚେକ୍ କରିବେ ଏ ନେଇକରି ଯୋଉ ଗଣେଶ ଲାଲ ଯାହା ବୟାନ ଦେଇଛନ୍ତି ଆପଣ ସେ ଶୁଣିବେ ବାବା କାହିଁକି ସେଠି ଠାକୁର ପୂଜା ମନୀଷା ଦେବୀ କି ପୂଜା କରନ୍ତି ନା ସେଠି ମଣିଷ ମୁଣ୍ଡ ପୂଜା କରନ୍ତି ସେଠି ପ୍ରଶ୍ନ ହଉଛି ଯେତେବେଳେ ନାଲି ବାବା ଜଣେ ଥିଲେ ତାଙ୍କୁ ବିଦା କରିକିରି ସେ ହଳଦିଆ ବାବା ଜବରଦସ୍ତ ରହିଲେ ଆଉ କିଛି ଗାଁ ଲୋକଙ୍କୁ ଧରି ଏ ଯୋଉ ମାନେ କରୁଛନ୍ତି ଆମକୁ କମେଣ୍ଟ କରିଛନ୍ତି କିଛି ନ୍ୟୁଜରେ ଯେ ଆମର ସେଠି ବାବାକୁ ରଖିଛୁ ପୂଜା କରିବାକୁ ଠିକ ଅଛି ଆମେ ମନୀଷା ଦେବୀ ପୂଜା କରୁଛୁ ନମସ୍କାର ଠାକୁର ମା ମନୀଷା ଦେବୀକୁ ନମସ୍କାର ହଉଛୁ ଆମେ ଯଦି ଭୁଲ କରୁଛୁ ଆପଣ କ୍ଷମା କରିବେ ଆମେ କିଛି ଭୁଲ କରୁନୁ ଯେହେତୁ କି ସତ୍ୟ ପ୍ରକାଶ କରୁଛୁ ତାପରେ ମୁଣ୍ଡ ଦିଟା କୋଉଠୁ ଆସିଥିଲା ଯଦି ଏଠି ପୁଲିସ ପ୍ରଶାସନ ଯେ ଆମର ଜିଲ୍ଲା ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ଦେଇକି ମୂଳରୁ ଖୋଜ ଖବର କରନ୍ତା ତାହେଲେ ସତ୍ୟଟା ପ୍ରକାଶ ହୁଅନ୍ତା ଯେହେତୁ କାହିଁକି ଏଡେ ଏଡେ ଜାଗା କରିଛି ତା ଦେହରେ ଘର କରିଛନ୍ତି ତାପରେ ବ୍ୟାଙ୍କରେ କେତେ ବାଲାନ୍ସ ରଖିଛନ୍ତି ପୁଣି ସେ
हलदिया बाबा सी पुणी आम शुणा मिलूँ सी बांग्लादेश लोक आम कहूनु जहाँ पालित पुओ कहते 25 वर्ष सांगे कथबार्ता बंगाली सांगे मिसे ना जेहेतु कि सी जापारती ये हूँ बांग्लादेश आउ जड़े आसुतुरा से पुतुरा देखुवे कोई भाषा कहते एने आम फर्मसार करछु आपन देखिए कौन कहते हलदिया बाबा पुत्र पालित पुत्र गणेश लाल केन्द्रापड़ारू नाम ब्रह्म रिपोर्ट स्टार ओडिशा न्यूज।